ଘରୁ ବାହାରକୁ ଯିବା ସମୟରେ ଯଦି ଦେଖନ୍ତି ଏହି ପାଞ୍ଚଟି ଜିନିଷ ତେବେ ତୁରନ୍ତ ସେଇଠାରେ ହିଁ ରହିଯାଆନ୍ତୁ, ନହେଲେ ହୋଇଥାଏ ଘୋର ଅମଙ୍ଗଳ। ଯାତ୍ରା କରିବା ପୂର୍ବରୁ ଯଦି ଆପଣମାନଙ୍କୁ ଏହି ପାଞ୍ଚଟି ଜିନିଷ ଦେଖୁଛନ୍ତି ତେବେ ଯାତ୍ରା ଭୁଲରେ ବି କରନ୍ତୁ ନାହିଁ, ସେହି ଯାତ୍ରା ଆପଣଙ୍କ ପାଇଁ ବିପଦପୂର୍ଣ୍ଣ ଅଟେ। ଆଜ୍ଞା ହଁ ଦର୍ଶକ ବନ୍ଧୁ, ଯାତ୍ରା କରିବା ପୂର୍ବରୁ ଏମିତି କିଛି ସଂକେତ ଯଦି ଆପଣମାନେ ଦେଖିଦିଅନ୍ତି ଆପଣଙ୍କର କାର୍ଯ୍ୟରେ କେବେ ବି ସିଦ୍ଧି ପ୍ରାପ୍ତ ହେବ ନାହିଁ। ତେଣୁ ଯାତ୍ରା କରିବା ପୂର୍ବରୁ ଏହି ସବୁ ନିୟମକୁ ଜାଣି ରଖନ୍ତୁ। ଯଦି କୌଣସି ବଡ଼ କାର୍ଯ୍ୟ ପାଇଁ ଯାଉଛନ୍ତି, ସଫଳତା ପ୍ରାପ୍ତି ପାଇଁ ଚାହୁଁଛନ୍ତି, ଯାତ୍ରା କରିବା ପୂର୍ବରୁ ଏହି ପାଞ୍ଚଟି ଜିନିଷ ଯଦି ଆପଣମାନେ ଦେଖିଦିଅନ୍ତି ତୁରନ୍ତ ଏହି ଗୋଟିଏ କାମ କରି କରି ବାହାରନ୍ତୁ। ଯାତ୍ରା କେବେ ବି ଅମଙ୍ଗଳ ହେବ ନାହିଁ। ତେବେ ଚାଲନ୍ତୁ ଜାଣିବା ଯେ ଯାତ୍ରା କରିବା ପୂର୍ବରୁ ବାହାରକୁ ଯିବା ସମୟରେ ବା ବାହାରକୁ ଯିବା ପୂର୍ବରୁ କେଉଁ ଜିନିଷ ସବୁ ଆପଣଙ୍କ ଆଖି ସାମ୍ନାକୁ ଆସିଲେ ଆପଣମାନେ ସତର୍କ ହୋଇଯିବେ। ଏହି ଭିଡ଼ିଓକୁ ବହୁ ମାତ୍ରାରେ ସେୟାର କରନ୍ତୁ, ଅନ୍ୟମାନଙ୍କର ବି ବହୁତ କାମରେ ଆସିବ। ନମସ୍କାର ଦର୍ଶକ ବନ୍ଧୁ, ଆପଣମାନଙ୍କୁ ମୋ ଚ୍ୟାନେଲକୁ ପୁଣି ଥରେ ସ୍ୱାଗତ କରୁଛି। ଆଜିର ଭିଡ଼ିଓଟି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଏବଂ ଶିକ୍ଷଣୀୟ ଅଟେ। ଭିଡ଼ିଓକୁ ବହୁ ମାତ୍ରାରେ ସେୟାର କରନ୍ତୁ। ଯଦି ଆପଣମାନେ ମୋ ଚ୍ୟାନେଲକୁ ନୂଆ ଆସୁଛନ୍ତି ଚ୍ୟାନେଲକୁ ସବସ୍କ୍ରାଇବ କରି ପାଖରେ ଥିବା ବେଲ୍ ଆଇକନକୁ ପ୍ରେସ୍ କରନ୍ତୁ ଏବଂ ଏହି ଭିଡ଼ିଓକୁ ବହୁ ମାତ୍ରାରେ ସେୟାର କରନ୍ତୁ। କମେଣ୍ଟ ସେକ୍ସନରେ ଏହାର ମତାମତ ବି ଲେଖିପାରନ୍ତି। କ'ଣ ଆପଣ ଏହାକୁ ବିଶ୍ୱାସ କରୁଛନ୍ତି କି? ଦର୍ଶକ ବନ୍ଧୁ, ପ୍ରତ୍ୟେକ ବ୍ୟକ୍ତି କେହି ଏକ୍ଜାମ ଦେବା ପାଇଁ ଯାଇଥାଏ, କେହି ନୂଆ ଘର ଦେଖିବା ପାଇଁ ଯାଇଥାନ୍ତି, କେହି ମେଡିକାଲ କାର୍ଯ୍ୟରେ ଯାଇଥାନ୍ତି। ସମସ୍ତଙ୍କର କାର୍ଯ୍ୟ ଅଲଗା ଅଲଗା ପ୍ରକାରର ହୋଇଥାଏ। କିମ୍ବା ଆପଣ ଦୈନନ୍ଦିନ ଜୀବନରେ କାମକୁ ଯାଆନ୍ତୁ ନା କାହିଁକି, ସବୁ ଜିନିଷର ଗୋଟିଏ ଅଲଗା ଅଲଗା ମହତ୍ଵ ରହିଥାଏ। ସମସ୍ତଙ୍କର ନୀତିଦିନିଆ ଜୀବନରେ କର୍ମ ତ ସମସ୍ତେ କରିଥାନ୍ତି। ଏବେ କର୍ମ କରିବା ପୂର୍ବରୁ ବା ଆପଣ ବାହାରକୁ ଯାଉଛନ୍ତି, ଏହି ସବୁ ଜିନିଷ ଯଦି ଦେଖିଦିଅନ୍ତି ଆପଣଙ୍କୁ ସେହିଠାରେ ବା ଘରେ ହିଁ କିଛି ସମୟ ଅଟକି ଯିବାର ଅଛି, ନହେଲେ ଯାତ୍ରାରେ ହୋଇଥାଏ ଘୋର ଅମଙ୍ଗଳ। ତେଣୁ ଆପଣମାନଙ୍କୁ ସେହି ପାଞ୍ଚଟି ଜିନିଷ କ'ଣ ଆପଣମାନଙ୍କୁ କହିବି। ପ୍ରଥମ କଥା, ଆପଣ ଯେତେବେଳେ ବି ଯାତ୍ରା କରିବେ ନା କେବେ ବି ଭଲ ଯାତ୍ରା, ଯେପରିକି ବହୁତ ବଡ଼ କାମରେ ଯାଉଛନ୍ତି, ସବୁବେଳେ ଧଳା ପୋଷାକ ପିନ୍ଧି କରି ଯାଆନ୍ତୁ। କଳା ପୋଷାକ ଆଜିକାଲିର ୟୁଥ୍ ମାନେ, ୟଙ୍ଗଷ୍ଟର ମାନେ ପସନ୍ଦ କରନ୍ତି କଳା ରଙ୍ଗର ବସ୍ତ୍ର ପିନ୍ଧିବା ପାଇଁ। ଆପଣମାନେ ଯେତେ କଳା ରଙ୍ଗର ବସ୍ତ୍ର ପିନ୍ଧିବେ ଏହା ତ ସୁନ୍ଦର ଦେବ, କିନ୍ତୁ ନେଗେଟିଭିଟିକୁ ଆପଣଙ୍କ ଆଡ଼କୁ ଆକର୍ଷିତ କରିବ। ଆପଣମାନେ ଦେଖିଥିବେ ନେତାମାନେ ଧଳା ରଙ୍ଗର ପୋଷାକ ପିନ୍ଧନ୍ତି, କାହିଁକି? ଧଳା ରଙ୍ଗର ପୋଷାକ ଶାନ୍ତିପୂର୍ଣ୍ଣ ଦେଇଥାଏ। ଯୁଆଡ଼କୁ ବି ଯିବେ ଆପଣଙ୍କର ଯାତ୍ରା ସଫଳ ହେବ। ଚେଷ୍ଟା କରନ୍ତୁ ଯେତେବେଳେ ବି ଗୋଟେ ଭଲ କାର୍ଯ୍ୟରେ ଯାଉଛନ୍ତି, ଯାତ୍ରା କରିବା ସମୟରେ ଯାଉଛନ୍ତି, ସବୁବେଳେ ଧଳା ପୋଷାକ ପିନ୍ଧନ୍ତୁ। ଯାତ୍ରା 100% ଆପଣଙ୍କର ସଫଳ ହେବ। ଯୁଆଡ଼େ ବି ଯାଉଛନ୍ତି ଆପଣ ନିଶ୍ଚୟ ଆପଣଙ୍କର ଯାତ୍ରାରେ ମଙ୍ଗଳ ହେବ। ପ୍ରଥମ ଜିନିଷ, ଯଦି ଆପଣମାନେ ଯାତ୍ରା କରୁଛନ୍ତି କେହି ଜଣେ ଛିଙ୍କି ଦଉଛି, ଆପଣ ଛିଙ୍କି ଦିଅନ୍ତୁ। କିମ୍ବା ଆପଣଙ୍କର ଆଖପାଖରେ ଥିବା କୌଣସି ବି ଲୋକ ଘରୁ ବାହାରିବା ସମୟରେ ହଠାତ୍ ଛିଙ୍କି ଦଉଛି, ଆପଣ କିଛି ସମୟ ପର୍ଯ୍ୟନ୍ତ ନିଜ ଘରେ ରହିଯାଆନ୍ତୁ। ଯାତ୍ରା ସମୟରେ ଛିଙ୍କିବା ଜମା ବି ଶୁଭ ନୁହଁ। ତେଣୁ ଜମା ବି ବାହାରକୁ ଯାଆନ୍ତୁ ନାହିଁ, କିଛି ସମୟ ରହିଯାଆନ୍ତୁ। ଦ୍ୱିତୀୟରେ, ଯଦି ଆପଣମାନେ ଯାତ୍ରା କରୁଛନ୍ତି, ଘରୁ ବାହାରୁ ଯାଉଛନ୍ତି, ସେହି ସମୟରେ ମଲା କୌଣସି ଜୀବ ଦେଖୁଛନ୍ତି, ଯେପରିକି ଛୋଟିଆ ଜିନିଷଟେ ହଉ, ଝିଟିପିଟି ବି ହଉନା କାହିଁକି, ମରିଯାଇଛି, ଆପଣ ଦେଖୁଛନ୍ତି, ଏହା ତ ବିଲକୁଲ ଆପଣଙ୍କୁ ଯାତ୍ରା କରିବା ଅନୁଚିତ। ଜମା ବି ଯାତ୍ରା କରନ୍ତୁ ନାହିଁ, ଏହା ଜମା ବି ଆପଣଙ୍କ ପାଇଁ ଭଲ ନୁହଁ। ତୃତୀୟରେ, ଯଦି ଆପଣ ଯାତ୍ରା କରିବା ସମୟରେ ଆପଣମାନେ ଦେଖୁଛନ୍ତି ଯେ କୋକିଶିଆଳି ଦେଖୁଛନ୍ତି, ରାସ୍ତାରେ ଯଦି କୋକିଶିଆଳି ଦେଖୁଛନ୍ତି, ଏହା ଆପଣଙ୍କ ପାଇଁ ଜମା ବି ଶୁଭ ନୁହଁ। ଯାତ୍ରା କରିବା ସମୟରେ ବିଲୁଆ ଦେଖିବା ବା କୋକିଶିଆଳି ଦେଖିବା ବହୁତ ବଡ଼ ଅମଙ୍ଗଳ ସୂଚକ ଅଟେ। ତେଣୁ ଯାତ୍ରା ଜମା ବି ଆପଣଙ୍କର ଶୁଭ ହେବ ନାହିଁ। ଚତୁର୍ଥ ଜିନିଷଟି ଅଟେ ଯେ ଯାତ୍ରା କରିବା ସମୟରେ ଖାଲି ବାଲ୍ଟି କିମ୍ବା ଖାଲି ପାତ୍ର, ଖାଲି ମାଠିଆ ଯାହା ବି ଦେଖୁଛନ୍ତି, ଏହା ଆପଣଙ୍କ ପାଇଁ ଜମା ବି ଭଲ ନୁହଁ। ଯଦି କୌଣସି ବଡ଼ ଯାତ୍ରା କରୁଛନ୍ତି, ସବୁବେଳେ ଚେଷ୍ଟା କରନ୍ତୁ ଏସବୁ ଜିନିଷକୁ କେମିତି ଏଭଏଡ୍ କରିବେ। ଚେଷ୍ଟା କରନ୍ତୁ ତା ଆଗରୁ ପାଣି ପୂର୍ଣ୍ଣ ରଖିଦେବେ ଏବଂ ତା ଆଗରୁ ଟିକେ ବାହାରିଯିବେ କିମ୍ବା 2 ମିନିଟ୍ ରହିଯିବେ। କିନ୍ତୁ କେବେ ବି ଖାଲି ମାଠିଆ, ଖାଲି କୌଣସି ପାତ୍ର ବାସନ ଏମିତି ଦେଖିକି ଯିବା ବିଲକୁଲ ବି ଉଚିତ ନୁହଁ। ଏବେ ପଞ୍ଚମ ଜିନିଷଟି କ'ଣ ଅଟେ?
ଯାତ୍ରା କରିବା ସମୟରେ ଯଦି ଆପଣ ମାନେ ଦେଖୁଛନ୍ତି ବିଲେଇ ଆପଣଙ୍କର ରାସ୍ତା କାଟୁଛି କିମ୍ବା ସାପ ଚାଲି ଯାଉଛି, ଏହା ବି ଆପଣଙ୍କ ପାଇଁ ଜମା ବି ଭଲ ନୁହଁ। ଏହା ଆଗକୁ ଏକ ବିପଦର ପୂର୍ବାନୁମାନ ବୋଲି କୁହାଯାଏ। ଆଗକୁ କୌଣସି ବିପଦ ଆସୁଛି ଯାହାକି ଆପଣଙ୍କୁ ବହୁତ କଷ୍ଟ ସାଧ୍ୟ ଦବ। ତେଣୁ ଏହି ଯାତ୍ରା ଆପଣଙ୍କ ପାଇଁ ଜମା ବି ଶୁଭପ୍ରଦ ନୁହଁ। ଯଦି କୌଣସି ଯେପରିକି ଆପଣ ଅଫିସ ଯାଉଛନ୍ତି କିଛି ସମୟ ରହିକରି ଚାଲି ଯାଆନ୍ତୁ, କିନ୍ତୁ ଯଦି ନୂଆ ଘର କିଣିବା ପାଇଁ ଯାଉଛନ୍ତି ସେହି ଦିନଟିକୁ ବନ୍ଦ କରିଦିଅନ୍ତୁ, ଦ୍ୱିତୀୟ ଦିନ ଯାଆନ୍ତୁ, କିନ୍ତୁ ସେହି ଦିନଟି ଏପରି ଯାଆନ୍ତୁ ନାହିଁ। ଏବେ ଯାତ୍ରା କରିବା ସମୟରେ କେଉଁ ଜିନିଷ ଦେଖିଲେ ଆପଣଙ୍କର ଶୁଭ ହବ? ଯାତ୍ରା କରିବା ସମୟରେ ଏମିତି କିଛି ସଂକେତ ଯଦି ଆପଣମାନେ ଦେଖନ୍ତି, ତେବେ ଜାଣି ରଖନ୍ତୁ ଯେ ଆପଣଙ୍କର ନିଶ୍ଚୟ ଶୁଭ ପ୍ରଦାନ କରିବେ। ଯାହାକି ଯାତ୍ରା କରିବା ସମୟରେ କୌଣସି ବିବାହିତା ମହିଳା ପୂଜା କରୁଥିବେ କିମ୍ବା ମନ୍ଦିରରେ ଘଣ୍ଟି ବାଜୁଥିବ, କୌଣସି ଜଳନ୍ତ ଦୀପ ଆପଣମାନେ ଦେଖୁଛନ୍ତି, ଏହା ବହୁତ ଶୁଭ ଅଟେ। କିନ୍ତୁ ଯାତ୍ରା କରିବା ସମୟରେ ଦୀପଟି ଲାଗିଛି, ଏହା ପୂର୍ଣ୍ଣ ରୂପରେ ନ ଜଳି ଲିଭି ଯାଇଛି, ଯଦି ଏହା ଦେଖନ୍ତି ଏହା ଅମଙ୍ଗଳ ସୂଚକ ଅଟେ। ଆଉ ଗୋଟେ ଜିନିଷ, ଯଦି ଯାତ୍ରା କରୁଛନ୍ତି ଘରୁ ବାହାରକୁ ଯିବା ସମୟରେ କେହି କଳି ଝଗଡା କରୁଛି, ଏହା ବି ଜମା ବି ଶୁଭ ନୁହଁ। ଏହା ଦେଖୁଛନ୍ତି ମାନେ କିଛି ସମୟ ରହିଯାଆନ୍ତୁ, ଏହାକୁ ଜମା ବି ଅଣଦେଖା କରନ୍ତୁ ନାହିଁ। ତୃତୀୟରେ, ଯାତ୍ରା କରିବା ସମୟରେ ଯଦି ଆପଣଙ୍କୁ ପଛରୁ ଆପଣଙ୍କର ମା ଡାକି ଦଉଛନ୍ତି, ଏହା ବହୁତ ଶୁଭ ଅଟେ। କିମ୍ବା ଆପଣ କଣ କରୁଛନ୍ତି, ଚପଲ ଓଲଟାଇ ପିନ୍ଧି ଦେଉଛନ୍ତି କିମ୍ବା ଆପଣ କପଡାକୁ ଓଲଟାଇ ପିନ୍ଧି ଦେଉଛନ୍ତି, ଅଜାଣତରେ ପିନ୍ଧି ଦେଉଛନ୍ତି, ଏହା ବି ବହୁତ ଶୁଭ ଅଟେ। ଏହା ଆପଣଙ୍କର ଯାତ୍ରା ମଙ୍ଗଳମୟ ସୂଚକ ପ୍ରଦାନ କରିଥାଏ। ଏବେ ଆଉ ଗୋଟେ ସିମ୍ବଲ ଅଟେ ଏଇଆ ଯେ ଯାତ୍ରା କରିବା ସମୟରେ ଯଦି ଆପଣ ମାନେ କଳସ ପୂର୍ଣ୍ଣ ପାତ୍ର ଦେଖନ୍ତି କିମ୍ବା କୌଣସି ବିବାହିତ ମହିଳା ସାଜ ଶୃଙ୍ଗାର ହୋଇଥିବାର ଦେଖନ୍ତି, ନବବିବାହିତ ଦମ୍ପତିଙ୍କୁ ଦେଖନ୍ତି, ଏହା ଆପଣଙ୍କ ପାଇଁ ବହୁତ ଶୁଭ ପ୍ରଦାନ ଅଟେ। ଏହା ମା ଲକ୍ଷ୍ମୀଙ୍କର ଆଗମନ ବୋଲି କୁହାଯାଏ। ମାଙ୍କର ବହୁତ କୃପା ଥାଏ। ସେହି ଯାତ୍ରା ଯାହା କରୁଛନ୍ତି ତାହା ନିଶ୍ଚୟ ଆପଣ ସଫଳ ବା କୃତକାର୍ଯ୍ୟ ହେବେ। ଏହା ବି ଆପଣଙ୍କ ପାଇଁ ବହୁତ ବଡ ଶୁଭ ସଂକେତ ଅଟେ। ଯଦି ଆପଣମାନେ ଯାତ୍ରା କରିବା ସମୟରେ ଘରେ ଅଚାନକ ସିନ୍ଦୁର ପଡିଯାଉଛି, ଅଳତାର ଗିନା ପଡିଯାଉଛି କିମ୍ବା ପୂଜା ଥାଳି ପଡିଯାଉଛି, ଏହା ବି ଯାତ୍ରା କରିବା ସମୟ ଜମା ବି ଭଲ ନୁହଁ କିମ୍ବା ସେହି ଦିନଟି ଜମା ବି ଭଲରେ ଯିବ ନାହିଁ। ଏଥି ନିମନ୍ତେ ଆପଣ ନିଜ ଘର ଠାକୁରଙ୍କ ପାଖରେ, ଘରର ଇଷ୍ଟ ଦେବତାଙ୍କ ପାଖରେ ଆଗକୁ ଆସୁଥିବା ବିପଦକୁ ଟାଳି ଦେବା ପାଇଁ ପ୍ରାର୍ଥନା ନିଶ୍ଚୟ କରନ୍ତୁ। ଏହା ଆପଣଙ୍କ ପାଇଁ ନିଶ୍ଚୟ ଶୁଭ ସଂକେତ ପ୍ରଦାନ କରିବ। ଯଦି ଆପଣ ମାନେ ଯାତ୍ରା କରୁଛନ୍ତି, ଯାତ୍ରା କରିବା ସମୟରେ ଛୋଟ ଛୁଆ ମା କୋଳରେ ରହିଥିବାର ଦେଖୁଛନ୍ତି, ଏହା ବି ବହୁତ ବଡ ଶୁଭ ସଂକେତ ଅଟେ। ଯାତ୍ରା ସମୟରେ ଛୋଟ ଛୁଆ ମା କୋଳରେ ରହିଥିବାର ବହୁତ ବଡ ଶୁଭ ସଂକେତ ମନେ କରାଯାଏ। ଯାତ୍ରା କରୁଥିବା ସମୟରେ ଛୁଆଙ୍କୁ କାନ୍ଦିବା ପାଇଁ ଦିଅନ୍ତୁ ନାହିଁ, ଘରେ କୌଣସି ବ୍ୟକ୍ତିଙ୍କୁ କଳି ଝଗଡା କରିବା ପାଇଁ ଦିଅନ୍ତୁ ନାହିଁ। ଯାତ୍ରା କରିବା ସମୟରେ ସ୍ୱାମୀ ମାନେ ଯେତେବେଳେ ଅଫିସକୁ ଯାଉଛନ୍ତି, ସ୍ତ୍ରୀ ମାନେ କେବେ ବି ତାଙ୍କୁ ଯାତ୍ରା ଯିବା ସମୟରେ ଟଙ୍କା ମାଗନ୍ତୁ ନାହିଁ, ଏହା ଅଶୁଭକାରକ ଅଟେ। ଜମା ବି କରନ୍ତୁ ନାହିଁ। ଯାହା କହିବାର ଅଛି ଆଗରୁ କହିଦିଅନ୍ତୁ। ଯାତ୍ରା କରିବା ସମୟରେ କେବେ ବି ଖାଲି ପେଟରେ ଯାଆନ୍ତୁ ନାହିଁ, ସବୁବେଳେ ଖଟା ଜାତୀୟ ଜିନିଷ ଖାଇ ଯାଆନ୍ତୁ ନାହିଁ। ଶୁକ୍ରବାର ଦିନ ଦହି ଏବଂ ଚିନି ଖାଇ ଯାତ୍ରା କରିବା ସବୁଠାରୁ ଶୁଭ ଅଟେ। ଏବେ ଦର୍ଶକ ବନ୍ଧୁ, ଏହି ଭିଡିଓଟି ଆପଣମାନଙ୍କୁ କିପରି ଲାଗିଲା କମେଣ୍ଟ ସେକ୍ସନରେ ନିଶ୍ଚୟ ଜଣାନ୍ତୁ। ଆଜି ପାଇଁ ରହିଲି, ପୁଣି ଦେଖା ହେବ ଆଗାମୀ ଏକ ସୁନ୍ଦର ଭିଡିଓ।